ମୁଁ ସାଇକ୍ଲିନ୍ ପଟ୍ଟନାୟକ କଟପାଡ଼ ବାସିନ୍ଦା। ମୋର 92.2% ରହିଛି 12th ରେ CBSE। ହଁ ସେଇଟା ଜାଣିବାକୁ ମିଳିଲା କାଲି କହୁଥିଲେ। ସେଇ ପ୍ରାଇମେରିଲି ତ 2 ବର୍ଷରେ ମୁଁ ନିଟ୍ ପାଇଁ ପ୍ରିପେୟାର ହଉଥିଲି, ତ ବୋର୍ଡ ଉପରେ ଏତେ ଫୋକସ୍ ନଥିଲା, କିନ୍ତୁ ସେଇ ଯାହା ଏକ୍ସପେକ୍ଟ କରୁଥିଲି ତାଠୁ ଅଳ୍ପ ଟିକେ କମ୍ ହେଇଛି। ବଟ୍ ଠିକ୍ ଅଛି, ଯାହା ଆଉ କିଛି କରିବାର ନାହିଁ, ଆକ୍ସେପ୍ଟାନ୍ସ ହିଁ ଅଛି। ହେଇଯିବ 10-12 ଘଣ୍ଟା ତ ଥିଲା। ଆଉ କନସିଷ୍ଟେନ୍ସି ଉପରେ ରହିଲେ ଏଇଟା ମେନଲି, ଏମିତି ନାହିଁ ଯେ ଆପଣ ଏକ୍ସାମ୍ ପାଖରେ ଆସିଲେ ଗୋଟେ ଥରକୁ 16 ଘଣ୍ଟା 18 ଘଣ୍ଟା ପଢିଲେ ହେଇଯିବ। ଏଇଟା ସେଇ 2 ବର୍ଷ ହେଇଗଲା ବା 12 କନସିଷ୍ଟେଣ୍ଟଲି ପଢିଲେ ଯାଇ ହବ। ଆଗକୁ ସେଇ ମେଡିକାଲ ଫିଲ୍ଡରେ ଯିବାର ଅଛି, ସର୍ଜନ କହିପାରିବା। ତ ଏଇ ନିଟ୍ ଦେଇଥିଲେ ଏବେ କ୍ୟାନସଲ ହେଇଯାଇଛି, ତ ଏବେ ଆଉ ଥରେ ରିନିଟ୍ ପାଇଁ ପଢାପଢି ଚାଲିଛି। ପରିବାର ସପୋର୍ଟ ଆଗରୁ ବହୁତ ରହିଛି ଯେ, କାହିଁକି ନା କେବେ କିଛି ପ୍ରେସରାଇଜ କରାହେଇନାହିଁ। ମାନେ ଯେବେ ଇଚ୍ଛା ହିସାବରେ ପଢିବା ଗୋଟେ ନା, ଷ୍ଟୁଡେଣ୍ଟ ନିଜର ଯୋଉ ଇଣ୍ଟରେଷ୍ଟ ପଳା ଆସେ, ତାପରେ ଆଉ ଘରୁ କିଛି ପ୍ରେସରାଇଜ କରିବା ପଡେ ନାହିଁ। ତ ଘରୁ ସବୁବେଳେ ସପୋର୍ଟ ଥିଲା, କେବେ ସେ ପ୍ରେସର କିଛି ନଥିଲା, ମାର୍କ ପାଇଁ କିଛି କହିନାହାନ୍ତି, ଆଉ ବସ୍ ସପୋର୍ଟ ଥିଲା। ହଁ ସେଇଟା କହିପାରିବା ଯେ, କାହିଁକି ନା ଆମେ ଦେଖିଛୁ ଯେ କେତେ ହାର୍ଡୱାର୍କ କରୁଛନ୍ତି ବା କେତେ ଏଣ୍ଡିଓର କରୁଛନ୍ତି ମମି ସୋସାଇଟିରେ ଓଭରଅଲ୍ ଆମ ପାଇଁ ବୋଲି। ତ ତାଙ୍କ କଣ୍ଟ୍ରିବ୍ୟୁସନ ତ ଆଉ କେହି ବି ସେଭଳିଆ କଣ୍ଟ୍ରିବ୍ୟୁଟ କରିନାହାନ୍ତି ଆମ କ୍ୟାରିୟରରେ କହିବାକୁ ଗଲେ। ସଫଳତା ଶ୍ରେୟ ଶିକ୍ଷକ ମାନଙ୍କୁ କହିପାରିବା। ଫ୍ୟାମିଲି ସପୋର୍ଟ ସବୁବେଳେ ରହିଛି, ବଟ୍ ବହୁତ ଷ୍ଟାର୍ଟିଂରୁ 9th ରୁ ବା 6th ରୁ ଧରିକି ଯାହାବି ଯେତେ ବି ଟିଚର ଗୁଡା ଜୀବନ ସାରା ମତେ ମିଳିଛନ୍ତି, ବହୁତ ଭଲ ଟିଚର ଗୁଡା ମିଳିଛନ୍ତି। ତ ତାଙ୍କ ଯୋଗୁଁ ହିଁ ଯୋଉ ଇଚ୍ଛା ଗୋଟେ ଆସିଲା ପଢିବା ପ୍ରତି। ସେମାନଙ୍କୁ ମୁଁ ଏହା କହିବାକୁ ଚାହିଁବି ଯେ, ପରିଶ୍ରମ କରିବା ଆମ ହାତରେ ଅଛି। ଯୋଉ ଫଳ ଅଛି ତାହା ତ ଆମେ କିଛି କଣ୍ଟ୍ରୋଲ କରିପାରିବା ନାହିଁ ନା। ରେଜଲ୍ଟ ଅଧିକ ହେଇପାରେ, କମ ହେଇପାରେ ଏକ୍ସପେକ୍ଟେସନ ରୁ। ତାହା ପ୍ରତି କିଛି ଡିମୋଟିଭେଟ ହବା ଦରକାର ନାହିଁ। କେବଳ ଫୋକସ କରିବେ ଯେ କେମିତି କନସିଷ୍ଟେନ୍ସି ମେଣ୍ଟେନ କରିବେ ବା ନିଜ ବେଷ୍ଟ କେମିତି ଦେବେ। କାହିଁକି ନା ଏଟ୍ ଦ ଏଣ୍ଡ ଅଫ ଦ ଡେ ଯଦି ରିଗ୍ରେଟ ନାହିଁ ଆପଣଙ୍କ ପାଖରେ କିଛି ନିଜ ଏଫର୍ଟରେ ନିଜ ଆଡୁ। ପଟ୍ଟନାୟକ, ମୁଁ ସାଇ କିରଣର ମା କହୁଛି। ମୁଁ ବହୁତ ଖୁସି ଅଛି ତା ସଫଳତା ପାଇଁ। ବାବୁର ତ 96 ଥିଲା ଆଣିବ ବୋଲି, କିନ୍ତୁ ତାର କମି ଯାଇଛି ବୋଲି ଟିକେ ମନ ଦୁଃଖ ବି ଅଛି। ସେ ନିଜେ ହିଁ ପିଲାବେଳରୁ ସେ ନିଜେ ହିଁ ପରିଶ୍ରମ କରି ପଢୁଛି। ସେ କୌଣସି ଟ୍ୟୁସନ କୋଉଠି ଯାଏ ନାହିଁ, ଘରେ ହିଁ ନିଜ ପରିଶ୍ରମରେ ପଢୁଛି। ହଁ, ବାବୁ ବହୁତ ଛୋଟ ଥିଲା, ସେ 2ୟ ଶ୍ରେଣୀରେ ପଢୁଥିଲା, ତାଙ୍କ ବାପା ଏକ୍ସପାୟାର୍ଡ କଲେ। ସେ ସମୟରେ ତ ମୋ ବଡ ପୁଅ 5ମ ପଢୁଥିଲା, ଛୋଟଟା 2ୟ ପଢୁଥିଲା। ମତେ ପୁରା ଚାରିଆଡେ ଅନ୍ଧକାର ଦେଖାଗଲା। ମୋ ମା, ଭାଇ, ବାପା ଏମାନେ ସବୁ ବହୁତ ସପୋର୍ଟ, ଭାଇ ଭଉଣୀ ମାନେ ବହୁତ ସପୋର୍ଟ କଲେ। ପରିବାର ସମସ୍ତ ସପୋର୍ଟ। ଖାଲି ସେତିକି ନୁହେଁ, କଟପାଡ଼ ବାସିନ୍ଦା ବି ବହୁତ ଭଲ। ମୁଁ ସେମାନଙ୍କୁ ବହୁତ ଧନ୍ୟବାଦ ଦେବାକୁ ଚାହେଁ। କାହିଁକି ବୋଲେ ପୂର୍ବରୁ ଯେବେଠୁ ମୋ ହଜବେଣ୍ଡ ଏକ୍ସପାୟାର୍ଡ କଲେ, ସେବେରୁ ଆଜି ଯାଇ ମଧ୍ୟ କଟପାଡ଼ ବାସିନ୍ଦା ବହୁତ ସପୋର୍ଟ କରୁଛନ୍ତି। ମୁଁ କେବେ ମଧ୍ୟ ସେମାନଙ୍କୁ ବି ଭୁଲିବିନି। ମୋ ଘର ଲୋକ ତ ସପୋର୍ଟ କରିବେ, ସେଇଟା ମୁଁ ଧନ୍ୟବାଦ ଜଣାଇବି। ତା ସହିତ କଟପାଡ଼ ବାସିନ୍ଦା ବି ବହୁତ ଭଲ। ବାବୁ ତ ଏବେ ନିଟ୍ ପାଇଁ ପ୍ରିପେୟାର ହଉଛି। ସେ ନିଟ୍ ଏକ୍ଜାମ ଦେବ ବୋଲି ଘରେ ଟିକେ ପ୍ରିପାରେସନ୍